ମହାବୀରଗଡ଼ ମଣ୍ଡଳ ତରଫରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ଏକ ଶୋକସଭା ସ୍ଥାନୀୟ ଡାକବଙ୍ଗଳାଠାରେ ଅନୁଷ୍ଠିତ ହୋଇଯାଇଛି। ମଣ୍ଡଳ ସଭାପତି ଜିତେନ୍ଦ୍ର କରଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଡକ୍ଟର ପ୍ରଧାନଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରି ଉପସ୍ଥିତ କାର୍ଯ୍ୟକର୍ତ୍ତାମାନେ ତାଙ୍କର ସ୍ମୃତିଚାରଣ କରିଥିଲେ। ବରିଷ୍ଠ ନେତା ରାଜକିଶୋର ସାହୁ, ରାମଚନ୍ଦ୍ର ସାହୁ, ରାଜେଶ ଦେହୁରୀ, କୃଷ୍ଣଚନ୍ଦ୍ର ସାହୁ, ପଙ୍ଗାତିଆ ସରପଞ୍ଚ କରୁଣାକର ସାହୁ, ଦଶୀପୁର ସରପଞ୍ଚ ସୁଧୀର ପାଲ, ଚାନ୍ଦପୁର ସରପଞ୍ଚଙ୍କ ପ୍ରତିନିଧି ବିରଞ୍ଚି ନାରାୟଣ ସାହୁ, ସୁକୁମାର ସାହୁ, ସରୋଜ ବେହେରା, ପ୍ରଦୀପ ସାମଲ, ମହତାବ ସାହୁ, ରସାନନ୍ଦ ସାହୁ, ସଞ୍ଜୟ ସାହୁ, ପ୍ରମୋଦ ସାମଲ, ତ୍ରିନାଥ ସାହୁ, ସମୟ ଜେନା ପ୍ରମୁଖ ଉପସ୍ଥିତ ରହି ଡକ୍ଟର ପ୍ରଧାନଙ୍କ ସ୍ମୃତିଚାରଣ କରିଥିଲେ।